ବଳଙ୍ଗା ଥାନା ଅଞ୍ଚଳରେ ଏକ ସରକାରୀ କାର୍ଯ୍ୟକୁ ନେଇ ଠିକାଦାରଙ୍କୁ କେତେକ ବ୍ୟକ୍ତି ମରଣାତ୍ମକ ଧମକ ଦେବା ସହ ଖୋଳା ଯାଇଥିବା ପିଲର ଗାତକୁ ପୋତି ଦେଇଥିବା ନେଇ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି। ବଳଙ୍ଗା ପୋଲିସ ଅଭିଯୋଗ ପାଇ ତଦନ୍ତ ଚଳାଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକୁ କୋଉ ଉଦ୍ଦେଶ୍ୟରେ ବିରୋଧ କରାଯାଇଛି ତାହା ଏକ ପ୍ରକାର ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ ବଳଙ୍ଗା ଥାନା ଅଧୀନ କୋଲ୍ଲଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ 11,80,000 ଟଙ୍କା ବ୍ୟୟବରାଦ ହୋଇଛି। ଏହି କାର୍ଯ୍ୟକୁ ନୟାଗଡ଼ ଅଞ୍ଚଳର ଅଶୋକ କୁମାର ପାଣି ନାମକ ଠିକାଦାର କାର୍ଯ୍ୟ ପାଇଛନ୍ତି। ସେ କାର୍ଯ୍ୟ ଠିକାଦାରଙ୍କ ପ୍ରତି କଷ୍ଟଦାୟକ ହେବାରୁ ସେ ବଳଙ୍ଗା ନୂଆ ସନ୍ଥ ଗ୍ରାମର ଦୁର୍ଗା ପ୍ରସାଦ ପ୍ରଧାନ ନାମକ ବ୍ୟକ୍ତିଙ୍କୁ ଏକ ଚୁକ୍ତିନାମା ଅନୁଯାୟୀ କାର୍ଯ୍ୟ ଦେଇଛନ୍ତି। ଉକ୍ତ କାର୍ଯ୍ୟକୁ ସ୍ଥାନୀୟ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତ ମାସ 20 ତାରିଖ ଦିନ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ପରେ ଚୁକ୍ତି ଗୃହୀତ ଠିକାଦାର ଉକ୍ତ ବିଦ୍ୟାଳୟରେ ପିଲର ଖୋଳିଥିବା ବେଳେ ସେହି ପିଲର ଗାତକୁ କେତେଜଣ ବ୍ୟକ୍ତି କୋଦାଳ ମାଧ୍ୟମରେ ପୋତି ଦେଇଥିବା ଦେଖି ଅଭିଯୋଗକାରୀ ଦୁର୍ଗା ପ୍ରସାଦ ପ୍ରଧାନ ବିରୋଧ କରିବାରୁ ଅସାମାଜିକ ବ୍ୟକ୍ତିମାନେ ନାନାଦି ପ୍ରକାର ଧମକ ଦେବାରୁ ଏନେଇ ଥାନାରେ ଅଭିଯୋଗ ହୋଇଛି। ବ୍ୟୁରୋ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ।